ए पिला आउ ए पिलाटा बोलियो ए पिला समाने एडे माठरे पानी धरि के आउची माटना किंदी हबो नले माटना हबा को एडे माठरे पानी धरि के आउची पानी धरि आया महापुर जगह धोई धोई बोले माजना करी हां जोटा जोटा पानी धरि के आउची से पिलाडा आउ ए पिलाटा तो गोटे हाथ रे घंटू गोटे हाथ रे बाड़ी आउ गोटा हाथ रे घंटू गोटा हाथ रे काटी आउ घंटो न बाजिले महागर आलती हेई परिबोनी हेले हो देखिबा मां को देखले मां देखो कना करुणा कना दुर्गा तोही कना दुर्गा तोही कना दुर्गा तोही करुची बंदना तब चरणे मुनि कर तोही क्षमा करे दर्शन कर करिबो करुणा माग चिते मठार आज कंठे मोर विजय कर कनक दुर्गा आज कंठे मोर विजय कर ओलिया मां ए मां मां पे ओलिया तो मां आइछ ना बा आइछल मु तो पीछे घोइतल आज्ञा लक्ष्य करंतु आपनकर प्रथम नाम हां हां सुनो हे अर्जुन लक्ष्य नामर वृत्तांत नामर वृत्तांत हौ हौ ए सभा मध्यरे आज करिबा प्रकाश धीरे धीरे ए सभा मध्यरे आज करिबा प्रकाश धृतराष्ट्र हेले अंधराजकु अयोग्य राजकु अयोग्य अच्छा अच्छा निमित्तरे बंधु कले राज्य भोग तापरे से निमित्तरे बंधु कले राज्य भोग फेरे धृतराष्ट्र को बंधु राज्य भार देई राज्य भार देई दुष्ट निवारिबा अर्थे बन नगामी होई अच्छा दुष्ट निवारिबा अर्थे बन नगामी होई तापरे पंडुक संगे कुइता महादेवी रानी मातृवेणी रानी सतशृंग पर्वतरे रखाइले आनी सतशृंग पर्वतरे रखाइले आनी अच्छा से शृंगर गिरी तटे अर्जुन नामे बना अर्जुन नामे बना अर्जुन नामे बना कहूँ जन्मिल मिथुन द्वितीयार दिन अच्छा अच्छा कहूँ जन्मिल मिथुन द्वितीयार दिन
ବୃହସ୍ପତିବାର ପୁଣି ଉତ୍ତରା ଫାଲ୍ଗୁନି ଉତ୍ତରା ଫାଲ୍ଗୁନି ରାତ୍ରେ କୁନ୍ତି ଦେବୀ ତୁମକୁ କୋଳେ ଥିଲେ ଘେନି ତୁମ୍ଭ ମା ତୁମକୁ କୋଳେ ଥିଲେ ଶ୍ରୀ କରରେ ଅର୍ଘ୍ୟ ଘେନି ପଣ୍ଡୁ ଯେ ରାଜନ ପ୍ରଥମରେ ନାମ ଦେଲେ ତୁମକୁ ଅର୍ଜୁନ अच्छा अच्छा ଆଜ ପାଇଲା କି ତବ ମନ ବୀର ଅର୍ଜୁନ ଆଜ तब मान ଆଜ୍ଞା तो ହେଲା अरे प्रथम नाम गला ନାଇଁ ନାଇଁ ମନ ପାଉଛି ତ अरे मन कोन ଗୋଟେ ଗଲା ए कोनडा कोन रे गोटे नाम। नाम ତୋର ଗୋଟେ ଗଲା ରେ हां ଗୋଟେ ହେଇଗଲା द्वितीय नाम रे कारण ଆଉ ଗୋଟିଏ ନାମ ଆସିବ ଆଜ୍ଞା ହଳିଆ ଗୀତ ସ୍ୱରରେ हौ କାହିଁକି ଆମେ ହେଲେ ଭାରତୀୟ ठीक ଭାରତ ବର୍ଷ ବୋଲି କୁହାଗଲା हां हां ଭାରତରେ ଆଜ୍ଞା ଧର୍ମ ଅଛି धर्म ଆପଣ ଯେତେ ଦେଶ ବୁଲିବେ ଯେତେ ସ୍ଥାନ ବୁଲିବେ अच्छा ଧର୍ମ ଆଜ୍ଞା କୋଉଠେ ନାହିଁ हां हां ସନାତନ ଧର୍ମୀ ହେଲେ ଭାରତ अच्छा ଏଇଠେ 100ରୁ 80 ଭାଗ ହେଲେ ଚାଷୀ ଅଳିଆ ପୁଅ ଚାକିରି କରିବାର ସମସ୍ତଙ୍କୁ ଜଣା ବ୍ୟବସାୟ କରିବାର ସମସ୍ତଙ୍କୁ ଜଣା ଜଣେ କୋଷ୍ଠୀ ଆଜ୍ଞା ଯିଏ ହଉଛି ଚାଷୀ ସିଏ ଦିନରୁ ଦିନ ରାତିରୁ ରାତି କ୍ଷେତରେ ହାଡ଼ ଝାଳ ବୁହାଇକି କଷ୍ଟ ପଡିବ ହଳିଆ ଥିଲି ରାତିରେ ଦଶଇଲୁ ଛାଡି ପଳେଇଲି ପରା ଅଳିଆ ନିଜେ ପୋକଡ଼ା ବାଇଗଣ ଖାଉଥିବ କିଏ ଚାଷୀ କିନ୍ତୁ ଲୋକଙ୍କୁ ଭଲ ବାଇଗଣ ଖୁଆଉଥିବ ଅଳିଆ ସେଇ ହଳିଆ ଗୀତ ସ୍ୱରରେ ପଦେ କହିବା ଆଜ୍ଞାଙ୍କର ଦ୍ୱିତୀୟ ନାମ ହ ହ ହ ହେ हेलो ହୋ ତୁ ବୋ କାଇଁ ହ ଅଳିଆ ହଳିଆ ବଲ ଚାଷ କରି ଆଇଲି ମାମା ହଳିଆ ବଲ ଆଜ୍ଞା ଭଲ ଘଡି କରିଛ ନାଇଁ ନାଇଁ ତମେ ଭାବୁଛ ତମେ ମତେ ହାସ୍ୟ କରୁଛ ଟିକେ ଛୋଟ ବଡ ହେଇଯାଇଛି ବୋଲି କି ହଁ ତମେ ଜାଣିନ କଣ ଯଦି ଜନ୍ତୁ ଆଜ୍ଞା ଟିକେ ଉଚ୍ଚା ଥାକ ହେଇଗଲେ ହଁ ଜୁଆଳିଟା ଟିକେ ତଳ ଉପର ହବ ଜୁଆଳିଟା ଟିକେ ତଳ ଉପର ହବ ହଁ। କିନ୍ତୁ ଚାଷୁଟା ସେ ଗୋଟେ ସିଆର ରାକା ଯିବ ନା ଓହୋ କେଡେ କେଡେ ସିଂହ ଜାଗ ହେଇଛି ସିଂହ ଜାଗ କେଡେ କେଡେ ହେଇଛି ନାଇଁ 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 ତମେ ଜାଣିବନ ହ ହ ହ ମାରି ମାରି ହଉଚି ବୋଇଲେ ଖନା ବଚନରେ ଲେଖା ଅଛି କଣ ଯଦି କିଣିଥିବ ଟାଙ୍କୁ ଲାଞ୍ଜିଆ ହଁ ଅଣ୍ଟାରୁ ଖସିବ ଟଙ୍କା ଗାଞ୍ଜିଆ ଆଣିଥିବ ମୂଳା ସିଙ୍ଗାକୁ ରସି କାନ୍ଦୁଥିବ ଆଡି ମୁଣ୍ଡରେ ବସି ଓହୋ ସେଥିପାଇଁ ବୋଲିକିରି ଛୋଟ ଛୋଟ ଲାଞ୍ଜ ଦେଖିକିରି ଆଣିଛ ଟାଙ୍କୁ ଲାଞ୍ଜିଆ ପରା କେତେ ପଡିଲେ ଆଜ୍ଞା ଏ ହଳ କି ତମେ ତ ହେଲେ ଚଷା ପିଲା ନା ହଁ ଆଲୋଚନା କର ଦେଖିବା ମୂଲ୍ୟ ବାନ୍ଧ କେତେ ହେଇଥିବେ 500 କି 600 ହେଇଥିବେ ତମ ଘରେ ଆଣିକି ମାର ହେ ବାବୁ ଗୋଟେ ମେଣ୍ଢା ପିଲାଟି କିଣିଲେ 5000 ଟଙ୍କା ପଡୁଛି ମେଣ୍ଢା ପିଲାଟି 5000 ଟଙ୍କା ପଡୁଛି ମୋର ଚିଦେ ଚିଦେ ଉଚ୍ଚ ଦାମ୍ବଡା ହୋଲ୍ଡା ନଗଦ 44590 ଟଙ୍କା ନାଶବାସ ଖଇନୁମୁଲ ସାଥିରେ ଗଣିକି ଆଣିଛି ହଗିଲେ ପଛକୁ ଅନେଇବା ଲୋକ କେତେ ମୂର୍ଛିଲ ହେ ଆଜ୍ଞା କଳାକାରର ଯଦି ସେଇଟା କ୍ଲିୟର ନହେଲା ଏଇଟା କ୍ଲିୟର ହବ ଦେଖିବାକୁ ପଡିବ କଣ ଝାଡାଟା କ୍ଲିୟର ହଉଛି କି ନା ଲେଟ୍ରିନ୍ ବ୍ରଶ ହେଲେ ଭଲ ଖା ପିଅ କରୁଛନ୍ତି ନା ଖାଇବା କଥା କହୁଛ ହଁ ଖାଇବା କଥା ବୋଇଲେ ନାଇଁ ଏଇଟା ଟିକେ ପିତା ପାଣିଆଟା ଓହୋ ହୋ ଦେହଟା ସିନା ରହିଛି ଖାଲି ଗଜ କୋଳିଲା ଭଳିଆ କୋଳି ଯାଇଛି ନା ହଁ ଟିକେ ପିତା ପାଣିଆଟା
ମୁହଁଟା ବୁଲଉଥିବ ଲାଙ୍ଗୁଟାକୁ ହଲଉଥିବ ହଁ। ଜିବୁଟାକୁ ହଲଉଥିବ ହଁ। ଖାଇବନି ହଁ। ଏ ଡଙ୍ଗା ଟିକେ ସେ ଡଙ୍ଗା ଟିକେ ସେ ଡଙ୍ଗା ଆଉ ଏଇଟାକୁ ବୋଲିବ ହଁ ତମେ ବୁଢା କୁଣ୍ଡା ପକ ଅଗାଡି ପକ ତସୁ ପକ ଯଦି ନାହିଁ ହଁ ଗୋଦାନା କିଛି ମିଳିଲାନି ସେ ଯୋଉ କେଞ୍ଚୁଆ ହଳିଆ ହଁ ହଁ ଦାନା ଚଉମୁନି ତମେ ସୁପୁ ଚଉମୁନି ଦାନ୍ତିକେଲି ଚିପୁଲ ଯାହା ପକଉଛ ପକ ଖାଲି ତ ଗାପୁ 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 ହେଲେ ଆର ଖାଇବାଟା ତମେ ଜାଣିଛ ଦେହକୁ ଦେଖିଲେ ଜାଣିଦବ ଆଉ ତମେ କେମିତି ଜାଣିଲ ତାର ଖାଇବାଟା ଖାଇବାଟା କେମିତି ଜାଣିଲି ବୋଇଲେ ହଁ ହଁ ଆ ମାର ମୋର ଗୋଟେ କ୍ଲାସମେଟ ଓହୋ ହୋ ମୁଁ ଡବା ଖାଇ ଦଉଥାଏ ପରା ଓହୋ ହୋ ମୁଁ ଯୋଉ ଗଣ୍ଠି ବାଇକି ନେଇଥିଲି ଡବାଟା ହଁ, ହଁ, ହଁ। ଡବାଟାକୁ ଅଞ୍ଜଳି ଖାଇ ଦେଇଥିବ ଆଉ ସେ ପିଲାଟା ଏଇଟା ଖାଇବନି ଓହୋ ହେଲେ ତା ମାକୁ ପୂର୍ବରୁ ରଖିଥିଲ ରଖିନି ହଁ। ଏମିତି ମିଶିକି ରହିଥିଲୁ ଆଉ ଓହୋ ପଟା କରିନୁ ଆମେ ହେଲେ ଭଲ ଚାଲୁଛନ୍ତି ନା ସେ କଥା କହିବ ହଁ ତମେ ମୋ କସୁଟା ଜାଣିଲ କି ହଁ ମୁଁ ଶୁଣିଥିଲି ବୋଇଲେ କାଠୁ ହାଟ ତ ଭାଙ୍ଗିଲାଣି ହଁ କାଞ୍ଚିଲି ଯାଇଥିଲି ହଁ ମୁଁ ଜାଣିଛି କାଞ୍ଚିଲିରେ ସଜୁଆ ଯାକ ହଁ ହଁ ଟିକେ ଚକ ହଉଥିବେ ଗାତି ଦେଲା ଆଉ ଯିବେନି ହଁ 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 ସେଇଥିପାଇଁ ନଗଦ 80 ଟଙ୍କା ନେଲା ହଁ ଦେଲି ସେଇଠି ଏକା ତଳକୁ ଓହ୍ଲେଇଲି ତଳକୁ ଖସେଇଦେଲି ସେଇଠି ଏକା ତାପରେ ଖାଲି ଜୁଆଳିଟା ପକେଇଦେଲି ହଁ ଲଙ୍ଗଳ କଣ୍ଟିଟାକୁ ତମେ ଟିକେ ଭିଟି ଦବ ହେ ହଁ। ତଳଆଡୁ ତ ଫୋଟି ହେଇକି ପଳଉଛି ହଉ ହଉ ଏବେ ଦେଖିଲେ ଜଣା ପଡିବ କାହିଁରେ ଅଳିଆ ଧରିଲୁ ଧ କଣ୍ଟିଟାକୁ ଧ ମାତ୍ର ମୁଁ କେବେ ଟସିନି କେମିତି ଟସି ଦେଲେ ମା ମୁଁ ମେଟା ମନା କରୁଛି ଧ ଧ ଧ ଦେଖିଆ କଣ୍ଟିଟାକୁ ହେଇଟି ଶୁଣ ମୋର ମା ମାଉସୀ ମାନେ ହୁଳହୁଳି ପଦେ ପଦେ ଦେବେ ଶୀତ ହେଲେ ତ ଜୀବ ବହଳିଆ ହେଇଯାଉଛି କା ଜୀବ ବୁଲିଲେ ତ ହଁ ମା ବାପା ଭାଇ ମାନେ କରତାଳି ହରିବୋଲ ପଦେ ପଦେ ଦେବେ ଆସୁ ହରେ ବାବୁ ଆଜ୍ଞା ହଁ ପଇସା ତ ନବ ତମେ ହଁ ପିଲା ତ କରିବେ ନାଚ ହଁ ମା ବାପା କାହିଁକି ହରିବୋଲ ହୋଳୋଳି ଦେବେ ଶୁଣ ଲାଭ କଣ ଅଛି ତାଙ୍କର ଲାଭ ଅଛି କଣ ଅଛି ଲାଭ କଣ ଆମେ ହେଲୁ କଣ ଚଷା ଚଷା ଆମେ କଣ କରିବୁ ଚାଷ କରିବୁ ହଁ ଚାଷ କଲେ ଏ ଯୋଉ ଆମର ଲଙ୍ଗଳ ସିଆରରେ ହଁ କେତେ ଜୀବଜନ୍ତୁ ହତ ହଉଛନ୍ତି ହଁ ହଁ କେତେ ଜୀବଜନ୍ତୁ ମରୁଛନ୍ତି ମହାପାପ ସେ ପାପଟା କାହାକୁ ଲାଗିବ ଚଷାକୁ ଚଷାକୁ ଲାଗିବ ଖାଲି ଚଷାକୁ ଲାଗିବନି ଆଉ ପାଖରେ ଯୋଉ ମୁଁ ଚାଷ କରୁଛି ତାଙ୍କେ ରହିବାକୁ ଯାଇଛନ୍ତି ହଁ ସମସ୍ତଙ୍କୁ ପାପଟା ଲାଗିବ ହୁଁ। ଏ ସମୟରେ ମା ମାଉସୀ ମାନେ ହୁଳହୁଳି ଦେବେ ହଁ। ବାପା ଭାଇ ମାନେ ହରିବୋଲ ଦେଲେ ଯିଏ ମଲା ସିଏ ସ୍ୱର୍ଗକୁ ଯିବ ହଁ। ଆମର ପାପ ନ ହେଇକି ଧର୍ମ ହବ ଓହୋ ହୋ ସେଥିପାଇଁ ଦେବେ ସମସ୍ତେ ହୁଳହୁଳି ଦେବେ ଦିଅ। অন্তরিক্ষে প্রাণ তোর अच्छा কিরে যাউথিলা বেলে আউ বন্ধু বান্ধব তোর রে কান্দন সকালে পারিবা পুয় মলা अच्छा ভাই তো কান্দিব রে বাদ ছিড়ি গলা ଆଉ ଭଉଣୀ ତ କାନ୍ଦିବ ମୋ ପର ଘରେ ବାସ ଭାର୍ଯ୍ୟା ତ କାନ୍ଦିବ ରେ বরসে ছমাস
କାନ୍ଦିବ হ্যাঁ ସେ ତ ଜୀବନ ଥିଲା ଦେଖ হইরে ये बोपा ये तो बड़ो जोधार ये भगवान कुआडे गला सळा बळ ये भगवान चंडाळ का तलारी मुंडई करी कोहुडा मुंडरे बइचु गया मारला मते हां का तलारी मुंडई ते बय ओडी के कहले रे अरे ए अलिया मामू ହଳ କୁଆଡେ ଗଲା हळ ହଁ हळ कहया नहीं मामू गडई करी मारले कुआडे गले रो देखुती रो ओ କିଛି ଅସୁବିଧା କରିନି ଆଜ୍ଞା ସମାନେ ନାରଦା ଗାଡିରେ ନଙ୍ଗଳଟା ନାଗି ଲୁକରୁ କୋଡ ସଞ୍ଜରେ ବାଡି ମାରିଦେଲି କହିବାକୁ ନାହିଁ ଯୋ ଗୟା ଖୁଟେଇ ମାରିଲେ ମତେ ଏ ଏ ହଁ ହଁ ଏ ଏ ଏ ୟାଡେ ହାକିତି ବଳୁଟା ଓଡେଇ ନଉଛି ମା ମୁଁ ଏ ଏ ଏ ତୁ ୟାଡା ତୁ ଆଉ ଚାହାଳିଆ କରନା ହଳକୁ ଆଉ ଚାହାଳିଆ କରନା যাব ବ ବ ହବନି ମୂର୍ଖ ପିଲା ପୁଅ ଚାଷ କରିବା ଲୋକ ଚାଷ କଲେ ହବ ନା ଯେ ମାମୁ ମୁଁ ଆଉ ନଙ୍ଗଳ କଣ୍ଟ୍ରେ ହାତ ପକଉନି ଏବେ ଟ୍ରାକ୍ଟର ମାରିଦେଲିଣି ଆମର ବିଲରେ ରୁହ ଏକ ଦିନେ ସଚି ଦେବି କିରେ ସ୍ନାନ କଲା ବେଳେ আচ্ছা ବଳକାରେ ହରି ନେଲା ହୋ একই চন্ডালে ଆଉ ସଚି ଦେବି ଡାକ ଦେଲେ ଅର୍ଜୁନ ହେ ରଖ আচ্ছা তো পরা পুଅ ଥାଇରେ হইলি রক্ষা ଚଣ୍ଡାଳ ବହଳକୁ ତୁମେ ଗୋଡାଇ ବଧିଲ ସଚି ଠାରୁ ସଭ୍ୟ ସାଚି ହୋ নামক পাইল ପାଟି କରନ ହଳ ତ ସରି ଯାଇଛି ନା ହଳ ସରିଗଲା ନା ଚାଲା ଟଣ୍ଟୁ ତୁ ଶୋଇଲେ ତୁ ଆଉ ଘାଇଲା କରନା ଜନ୍ତୁ କାଇଁ ବାହାନ ନିଆଁ ପେଟା ଟିକେ ଦେଲ ମାମୁ ନିଆଁ ପେଟା ଟିକେ ର ନାଶଟି ଆଣିଛି ଆଖିରେ ମାରତା এই 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 কাটু না সাণু বে ନାଶଟି ଆଖିରେ ମଡେଇଲେ ବଳିଲ ଉଠି ପଡିଏ ହଁ ମୁଁ କଷିଛି ନାହିଁ ବୋଇଲେ ଆଜ୍ଞା ଦେଲାଳୁ ସେ ଲୋକ କହିଥିଲା ଦେଲାଳକୁ ସେ ଲୋକ କହିଥିଲା ଜାଣ ତାକୁ ମାଡୁକୁ ଯେତିକି ଭୟ ନାହିଁ କାଠିକି ବଡ ଭୟ ଖାଲି ତମେ ନିଆଁ କାଠିଟାକୁ ଦେଖେଇ ଦିଅ ହେ ଆଉ ନାହିଁ ମୁଁ ଭାବୁଥିଲି ଘୋଟା ନାଶଟି ଆଖିରେ ମାର ହେ, হ্যালো ହଉ ଯୋଡିଏ ନାମ ହେଲା হ্যাঁ হ্যাঁ ଆଉ ଗୋଟିଏ ନାମ କରିବା কোন ପାଲା ସ୍ୱରରେ হউ
ଗଞ୍ଜାମର ଗର୍ବ ଏଇଟା। ହଁ ଗଞ୍ଜାମର ଗର୍ବ ଆଜ୍ଞା ରକ୍ଷ କରନ୍ତୁ। କଣ? ପାଲା ହଁ ଆମର 29ଟା ଜିଲ୍ଲାରେ ପଶିଗଲେ। ହଁ ହଁ କଟିକି ପାଲା, ହଁ 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 ନୟାଗଡିଆ ପାଲା ହଁ 29ଟା ଜିଲ୍ଲାରେ ପଶିଗଲେ। କହିଗଲେ କିନ୍ତୁ କହିଗଲେଣି ପଶିଗଲେ ହେଲା। କିନ୍ତୁ ଗଞ୍ଜାମ ଭିତରେ ପଶୁ ପାରୁନାହାନ୍ତି। କେମିତି? ଗଞ୍ଜାମ ଭିତରେ କାହିଁକି ପଶି ପାରୁନାହାନ୍ତି? କାହିଁକି? ନା ଗଞ୍ଜାମ ପାଲା ଏବେ ଯୋଉ ପ୍ରକାର କଲେଣି, ହଁ ମାଇ ପିଲା ନେଇକି ରେକର୍ଡ ଡ୍ୟାନ୍ସ ସହ କଲେଣି। ହଁ ପାଲାରେ ହଁ ପାଲାରେ ମାଇ ପିଲା ନେଇକି ରେକର୍ଡ ଡ୍ୟାନ୍ସ ସହ କଲେଣି। କଲେଣି? ଆଉ କୋଟିକି ପାଲାକୁ ଆଜ୍ଞା ଆପଣ ଗୋଟେ ସାଧୁ ପାଲା ବୋଲେ ତ ସାଧୁ ପାଲା ନା, ହଁ ହଁ 16 ପାଲା। ସତ୍ୟପୀର ସତ୍ୟନାରାୟଣଙ୍କର ଗୁଣଗାନ କରିବା ହଉଛି ପାଲା। ପାଲା ହେଲେ ଆମର ଚିକିଟି ପଟେ ଯିବେ, 5-7ଟା ପାର୍ଟି ଅଛନ୍ତି। ତାଙ୍କେ ସିକ୍ୱେନ୍ସ ବଜେଇବେ, ପେଡ ବଜେଇବେ, ଅର୍ଗନ ବାଜିବ, ତାପରେ ରେକର୍ଡ ଡ୍ୟାନ୍ସ ହବ ମାଇ ପିଲା ଧରିକି। ମାମୁଁ 5-7 ନଉଛନ୍ତି ନା? ଗାଲୁ ଗୋଟେ ଦେବି ମୂର୍ଖ ପିଲା। ତାଙ୍କେ ତ 7 ଜଣ ଆଉଛନ୍ତି। ହେଲେ ନକେ ଯେତି ମୁଁ ହେଲେ ହେଲେ ଇଏ ଯଦି ସାଇର କିଏ କହିବ ପାଲା ଦୌଡା ଆଇ ଯଦି ରଖିଦବା, କାଇଁ ମୋ କାଇଁ ଆଙ୍କୁ ରଖୁ 3035 ଦବୁ, ଆଉ 2000 ଟଙ୍କା ଦେଲେ ଆମର ଚିକିଟି ଆଡୁ ପଳାଇବେ ପାଲା। ଗଞ୍ଜାମ ତାଙ୍କ ରେଟ୍ ଅଧିକା। ଗଞ୍ଜାମରେ ପଶି ପାରି ନାହାନ୍ତି କଟକି ପିଲା। କାହିଁକି କଣ ପାଇଁ? ନା ଆମ ଗଞ୍ଜାମ ପିଲେ ଯାହା ଚାହିଁବେ ସେୟା କରିପାରୁଛନ୍ତି। କରିଆ କା କରୁଛନ୍ତି। ଲୁଙ୍ଗି ଡ୍ୟାନ୍ସ କରିଆ। ହେଲେ ଓ ସେ ପାଲା ସ୍ୱରରେ ଟିକେ କହିବା, ହେଲେ ଆଜ୍ଞା ଓ ତମେ କୁଆଡେ ଆଇଛ? ପାଲା କରିବୁ। ଭାରତ ନୀଳାକୁ ଡକା ହେଇଛି। ଆଁ? ଭାରତ ନୀଳାକୁ ଡକା ହେଇଛି। ଭାରତ ଲୀଳାକୁ ଭାରତ ନୀଳାକୁ ପଇସା ଚିଡେଇଲ, ଏଠି ପାଲା ନାଟ କରି ପଇସା ନେଇଯିବ। ବୋପାତ ହୋଇଛି। ଆରେ ନାଚ ପରା ନବରଙ୍ଗ। କଣ କଣ ନବରଙ୍ଗ? 9ଟା ରଙ୍ଗ ଜାଣିନୁ? ନାଇଁ ତ। ଆରେ ମୂର୍ଖ ପିଲା, 22-23 ବର୍ଷ ହେଲା ନାଟକୁ ଆସିଲୁ। ହେଲେ କେଣ ହବ? ସବୁବେଳେ ତ କଳାରେ ମାରିଲ ଆଉ। ଆରେ ମୂର୍ଖ ପିଲା, ସେ କଳା ଭିତରେ ଏକା ରଙ୍ଗ ଅଛି। ଆଇ ମୁଁ କେବେ ଦେଖିନି। କେବା ନୃତ୍ୟ ପ୍ରିୟ, ଶ୍ରବଣ ଇଚ୍ଛୁକ, କେବା ବାଦ୍ୟ ପ୍ରିୟ, ସ୍ୱରୂପ ଦର୍ଶକ, କେବା ମୁଦ୍ରା ପ୍ରିୟ, ଭଙ୍ଗୀ ପ୍ରିୟ କେହି, କେବା ଚିତ୍ର ପ୍ରିୟ, ଚରିତ୍ର ପ୍ରିୟ ଥାଇ, ଆଚ୍ଛା। ଚିତ୍ର ଦୃଶ୍ୟ ପ୍ରିୟ ସଙ୍ଗେ ହିଁ ନବରଙ୍ଗ। ହଁ ଏଇ 9ଟି ରଙ୍ଗ ନଥିଲେ ନାଚ ହେଇଯିବ ଭଙ୍ଗ। ରଙ୍ଗ। ୟା ଭିତରେ 9ଟା ରସ ମଧ୍ୟ ହଁ ଆସିବ। ସେଇଟା ମାତ୍ର ଜାଣିଛି। ଘୋଷି ଦେଇଛୁ। ହଁ ଆଁ? ଆମ୍ବ ରସ, କଇଁଆ ରସ, ତେନ୍ତୁଳି ରସ, ଦଣ୍ଡିଆ ଘୋଡ଼ା ରସ, ଆଖୁ ରସ। ଗାଲୁ ଗୋଟେ ବାଜିଲେ ତୁ ଆଉ ଘୋଷିବୁନୁ। କେଣ ପେଇବା? ଆଉ କୋଟା ରସ। ଆରେ ମୂର୍ଖ ପିଲା, ଓ ଶୃଙ୍ଗା ଏଇଟା ଜାଣି ଦେଇଥିବୁ। କେଣଟା? ପ୍ରଥମ ରସୁଡ଼ା କୋଣଟା? ଶୃଙ୍ଗାର ଏ ବୋପା କହିବାକୁ ମୂର୍ଖ ପିଲା। ରସ ଜାଣି ଜାଣି ଘରେ ଜାଗା ନାହିଁ ଆଉ ଥରେ ମିଠି। ଶୃଙ୍ଗାର ବୀର ହାସ୍ୟ କରୁଣ ଭୂତ ଭୟାନକ ରୌଦ୍ର ଅଦ୍ଭୁତ ଶାନ୍ତ। ଏହିପରି ନବରଙ୍ଗ ଆଉ ନବରସକୁ ନେଇ ଆମର ନାଟକ ପରିବେଷଣ କରାଯାଏ। ୟା ମଧ୍ୟରେ କେଣଟା? ଗାଉଁଲି ଭାଷା ପଦେ ପଦେ ଥିବ। ଓହୋ ଯେତେ ମେତେ ଅଙ୍ଗ ମାଟି ଅତା ବଲ ଓଟ ବାସ ଅଟ ଖୋସା। ଅଳିଆ ଯାହାକୁ ଆମର ଆଞ୍ଚଳିକ ଭାଷା ବୋଲି କୁହାଯାଏ। ଆଲୋ ତୁ କହିଲା ଅଳିଆ ତେତେ ମେତେ ଅତ ବଲିଆ ଅତ ବଲେ ସେ ସବୁ ଗୋଟେ ଏକା। ହଉ ହେଲେ ଅଳିଆ ତୁ ଆ ମୁଁ କେଣଟା କରି ତାଳ ହୁଳା ଧର। ତାଳୁଲା। ହଁ ତାଳୁଟା ନ ଧରିଲେ ହବ କି? ଏଇଟା ଏଇଟା ହଉଛି ଆମର ଇଏ ଯୋଉ ଥିଲେ। ଆମେ ଆମେ ଆସିଛୁ ଜଗତସିଂହପୁର। ହଁ ପାଲା କରିବେ। ଆମର ନରସିଂହ ବାବୁ କହିଛନ୍ତି ତାଙ୍କର ମାମୁଁ ଶ୍ୱଶୁର ମରି ଯାଇଛନ୍ତି। ସତ୍ୟପୀର ସତ୍ୟନାରାୟଣ ପାଲା ଟିକେ କଲେ ଆତ୍ମାର ସଦ୍ଗତି ହବ। ହଁ ଦେଖ ମୁଁ ତ ନାଁଟା ଆଉ କହିପାରିବିନି। କାହିଁକି ନା ମୁଁ ଲେଡିସ୍ ପାଲା ବୋଲି କହିପାରିବିନି। ମାତ୍ର 3ଟା ମାଇ ପିଲା ଅଛନ୍ତି। ଜେଣ୍ଟସ ପାଲା ବୋଲି କହିପାରିବିନି। ସେ 3ଟା ମାଇ ପିଲାକୁ ଆମେ ଦିନକୁ ଆକା ଚଳଉଛୁ। ଚଳଉ ଆମେ ଦିନକୁ ଜିଙ୍ଗି ପଡା ଉଠାଇ ଚଳଉଛୁ ନା। ଗାୟକ ଜଣେ ବାୟକ ଜଣେ। ତାହେଲେ ଆପଣଙ୍କର ଏଟା ମିକ୍ସ ପାଲା। ହଁ ମିକ୍ସ ହେଲେ ପାଲା ଲଗେଇବେ। ହଁ ନାଇଁ ନାଇଁ ପାଲା ଆମେ କରୁବୁ। ଲଗେଇଛନ୍ତି ଆମର ନରସିଂହ ବାବୁ। ଟିକେ ରହିଥାନ୍ତୁ, ଆମେ ଟିକେ ପଚାରି ଚାନ୍ଦା ଭଜା କରୁଛୁ 100-200 ଦବୁ କଣ ଲଗେଇବା ପାଇଁ। ଆଉ ପାଲା କିଏ ଦେଖୁଛି? ନାଇଁ ନାଇଁ ତମେ ଖାଲି କହିଦିଅ ମାଇ ପିଲା 3ଟା ଆଇଛନ୍ତି ହେଲିକି ତମେ ମାଗିବାକୁ ଲୋଡା ନାହିଁ। ତାଙ୍କେ ଯାଚିକି ଆଣିକି ଭେଣ୍ଡିଆ ପିଲା ଚାନ୍ଦା କରି ପରା ସାଇ ମଝିରେ ଠିଆ ଠିଆ ଲଗେଇ ଦଉଛୁ। ଇଆରେ ପାଲା କରୁଛନ୍ତି। ନାଇଁ ନାଇଁ ତମେ ଦେଖ, ତମେ ଖାଲି କହିଦିଅ ମାଇ ପିଲା 3ଟା ଆଇଛନ୍ତି। ଗୋଟେ କାମ କର ଆଜ୍ଞା, ହଁ ଆମର ସେ କୋଠ ଘରଟା ଦେଇଛନ୍ତି ହଁ ସେଇଟା ତମେ ଖାଲି ଗୋଟେ ଅଧଘଣ୍ଟା ଜଗ। ହଁ। ଆମେ 2 ଘଣ୍ଟା ପରେ ଯେମିତି ହେଲେ ଲଗଉ ତମେ। ଯାହା ହେଲା ଅଧଘଣ୍ଟା ଜଗିଲେ 2 ଘଣ୍ଟା ପରେ ଲଗାଅ। କବାଟ ଅଛି ନା କୋଟ ଘରର? ହଁ ଅଛି। ନହେଲେ ଆମେ ଜଗିବା ଆଗରୁ ତମ ସାଇ ପିଲା ଆଣେ ଜଗିଦେବେ ଯାଇକି। ଖରାପ ନାହିଁ ଆମ ଗାଁର। ହଁ ନାଇଁ ଖାଲି ବାଲୁ ବାଲୁ ଟିକେ ହଉଛି ସିନା, ଖରାପ ହଉ ହଉ ଦେଖିବା।
କଣ ହେଲା ଜଇଁ ଝିଅ ଆଗରୁ କରିଛ ନା ପାଲା ନା ହଁ ଇ କିନ୍ତି ହବ କରିନୁ ଯେ ଟିକେ ଟିକେ ଦେଖିଛୁ 400 ଟଙ୍କା 300 ଟଙ୍କା ଦେଇ ବୋଲି ଆଉ ନାଇଁ କଲ 400 ଟଙ୍କା ହେଲେ ଆକା ଯିବୁ ବୋଲି କହିଲ କହିଲ ବଜାର ଗହଳି ବ୍ୟବହାର ମାନ୍ଦା ନାଇଁ ନାଇଁ ଏବେ ପାଳି ଧରିବାକୁ ପଡିବ ନାଇଁ ଯଦି ମୁଁ ଧରି ଦେବି ପାଳି ଆନଲେ ଦିଅ 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 ଆରେ ଏଟା କଣ୍ଢ ଯାଉ କୁଆଡୁ ଆଣିଛୁ ମାମୁ ପहिले ଏଇଟା କଣ ଧରି ଦା ଦି କଦଳିଲା ନା ମୁଳ ହଁ ବା ଟେକି ତ କହୁଛ ଦିଅ ଆଉ ପାଳି ପାଳି ମୁଁ ଦେବି ପାଳି ହଁ ଚେଷ୍ଟା କର ଚେଷ୍ଟା କଲେ ହବ ଖରାପ ଧର ହଉଛି ହଁ ଧର ଧର ଧରୁ ବୋଲି ଚେଷ୍ଟା କରିବ ବୋଲି ଖରାପ ହଉଛି ହଁ ଧର ହଁ ଧର ଏ ମାଲୋ ମୋର ଗୋଜ ବାୟାଣୀ ମା ଏ ମାଲୋ ମୋର ଗୋଥ ହାରିଣୀ ଏ ମାଲୋ ମୋର ଗୋଜ ବାୟାଣୀ ମା ଏ ମାଲୋ ମୋର ବାୟାଣୀ ମା ଧନ୍ୟ କେନ୍ଦ୍ରାପଡ଼ା ଧନ୍ୟବାଦ ଛାଇ ଧନ୍ୟବାଦ ଗଡ଼ିଆ ଏ ମାଲୋ ମୋର ଗଜ ବାୟାଣୀ ମା ଦେଖ ବିଶ୍ୱବସୁ ଗନ୍ଧର୍ବାର ଭାର୍ଯ୍ୟା ଋତୁମତୀ ଏ ମାଲୋ ମୋର ଗଜ ବାୟାଣୀ ମା ତାକୁ ହରି ନେଉଥିଲା ଭଦ୍ର କବଚର ନାତି ମାଲୋ ମୋର ଗଜ ବାୟାଣୀ ମା ଆଉ ହିରଣ୍ୟ କବଚ ମାରି ଆଣିଲ ତା ପ୍ରିୟା ମାଲୋ ମୋର ଗଜ ବାୟାଣୀ ମା ଏଣୁ ଗନ୍ଧର୍ବ ତୁମ୍ଭଙ୍କୁ ହୋଇଲା ସୁଦୟା ଏ ମାଲୋ ମୋର ଗଜ ବାୟାଣୀ ମା ଧନ୍ୟ କେନ୍ଦ୍ରାପଡ଼ା ଧନ୍ୟବାଦ ଛାଇ ଧନ୍ୟବାଦ ଗଡ଼ିଆ ଗା ଏ ମା ଶିକ୍ଷା କେମିତି ଏଣୁ କରି ବିଶ୍ୱବସୁ ବହୁ ସେବା କରି ଆଉ ଏଣୁ କରି ବିଶ୍ୱବସୁ ବହୁ ସେବା କରି ଶ୍ଵେତ ବାହିନୀ ନାମକୁ ଲାଗ ତୁମ୍ଭରି ଯା ପେଟ ବାହିନୀ ନାମକ କଟ ଭରି যায় ପେଟ ବାହିନୀ ନାମକ ଝିଅ କେତେ ଗୋଟି ନାମ ହେଲା ତିନି ତିନି 3 ହେଇଗଲା ଆଜ୍ଞା ମାତ୍ର ଗୋଟିଏ ନାମ କହିବା ପୁରାଣ 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 ଚାଲିଛି ନା ପୁରାଣ ପୁରାଣ ସ୍ପର୍ଦ୍ଧା କରିବା ଆସ ଆସ ହଁ ଚାଲ ଆସ ଏ ଦେ ଖାତା ବହି ଧରିକିରି ଯାଅ କ୍ୟାଣ୍ଡେଲ ଦେ ଆସ ଅଳିଆ ଆ ଦୀପ ଧଲ ହେଲି ବହି ବହି ଦ ବହି ଦ ଏ ପୋଥିଟା ହେଲେ ଜଣ ଏ ଧରେ ତୁ ଧର ପୁରାଣ ପୁରାଣ ବହି ମୁଣ୍ଡରେ ଲଗେଇ ଧର ए बोइलु कौन रे आगे उन देखा जियो ने तुम्भ संगरे थाए युद्ध जे कुआडे मुहरे मार दबु ना कोन भाईडा को आखिर मारला बोल जा देखा जियो ना ना दीपुडा को खाता को देखेले सिना हबो ए पक्षीदार से भंगट रच तुम्भ संगरे जो थाए युद्ध जे कहरंती अस्त्र शस्त्र छाड़ी सर्वे निशत हुअंती ताहाको तुम्भर चित्ते कैंडल पडियोला पुराण गाउछ ना गेंगे होत आज्ञा 40 बामु आखि की देखा जाऊ कैंडल देखौथुलो देखौथुलो के कुआडे गलो आ कैंडल देखेलो आज्ञा गोड़ काटला बोल पुराण पंडा को जदी आगो अक्षर न देखा गला से देखा गला पन गे 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 चलो बोलगिरी गाउ ना ना बस बस हो तमे बस किंतु ऊपर को देखे गिर थवा देखो ये तुम ए पिलाटा देखो न किन दीप
ତୁମ୍ଭ ସଙ୍ଗରେ ଯୋଧାଏ ଯୁଦ୍ଧ ଯେ କରନ୍ତି ଅସ୍ତ୍ର ଶସ୍ତ୍ର ଛାଡ଼ି ସର୍ବେ ନିଶତ ହୁଅନ୍ତି ତାହାକୁ ତୁମ୍ଭର ଚିତ୍ତେ ଦୟା ଉପୁଜାଇ ବିବଛ ବୋଲିର ବୀରେ ତୁମ୍ଭଙ୍କୁ ଯେ କହି ବୋଲ ହରି ବୋଲ। ତମେ ପୁରାଣ ପଣ୍ଡାକୁ ତମର ଶ୍ରୋତା। ଆଜ୍ଞା ସେ ପ୍ରାର୍ଥନା ଚ୍ୟାନେଲକୁ ଯେତେବେଳେ ଗଲୁ ଗୋଟେ ଦୃଶ୍ୟ କରିଥିଲା ଇଏ ଅଳିଆ ତାଙ୍କେ ସେ ସବୁ ଏ ଯୋଉ ଚ୍ୟାନେଲ କଣ ତାଙ୍କେ ଚଲେଇବେ କ୍ୟାମେରା ଫେମେରା ବନ୍ଦ କରିଦେଲା ଆଜ୍ଞା ପଡ଼ିଗଲା ସିଏ କଣ ହେଲା ତାକୁ ଆଗେ ଦେଖନ୍ତୁ ତାକୁ କଣ ହେଲା ଆଗେ ଦେଖନ୍ତୁ ସାପ ହେଇଗଲା ହଉ ହଉ ନା ପିଲାମାନଙ୍କୁ ପ୍ରସାଦ ଦେବି ବା ପୁରାଣ ବନ୍ଦ ହେଲାଣି ନା କଣ ତତେ ତତେ କେମିତି ଲାଗିଲା କେମିତି ଲାଗିଲା ନାଇଁ ନାଇଁ ଏ ଯୋଉ କର୍ଣ୍ଣ ପଥରେ ପୁରାଣଟା ଶୁଣିଲୁ ତୋର ପାଟି ପଥରେ କେମିତି ଲାଗିଲା କୁକୁର ଯୋଡ଼େ ତିନିଟା ଥିଲେ ଏଇଠି ହେଲେ କିଏ ଦୁ ଚାଉଳ ଦେଇ ଦେଇଛି ପରା ଲାଗୁଛି ହଉ ଆଜ୍ଞା ଦେଖିବା କିଏ ଆସିଛନ୍ତି କାହିଁକି ଆସିଛନ୍ତି